ଆଜି ହେଉଛି ସବୁ ଓଡ଼ିଆଙ୍କ ପ୍ରିୟ ପର୍ବ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଆଜି ଘରେ ଘରେ ପ୍ରସ୍ତୁତ ହୁଏ ବେଲପଣା, ଯୋଉଟାକି ଆମର ପରମ୍ପରା ଆଉ ସଂସ୍କୃତି। ମୁଁ ଆଜି ଆପଣମାନଙ୍କ ପାଇଁ ଆଣିଦେଇଛି ବେଲପଣା। ଚାଲନ୍ତୁ ଦେଖିବା ତାର ପ୍ରସ୍ତୁତି ପ୍ରଣାଳୀ। ମୁଁ ପ୍ରଥମେ ନେଇଯାଇଛି ଯୋଉ ବେଲ, ସେଟା ପୁରା ଗଛ ପାଚିଲା ବେଲ, ଯୋଉଟାକି ଆମେ ଧୋଇ ଧୁଆକି ତାକୁ ଫଟେଇ ଦେଇକି ତାର ପଲ୍ପଟାକୁ ଆମେ ପାଣିରେ ଭଲ ଭାବରେ ଚକଟିଦେବା। ଆଉ ତାର ଯୋଉ ବେଲର ସାଇଡରେ ଯୋଉ ଥାଏ, ତା ଖୋଳପା ସାଇଡରେ ଯୋଉ ସେଇ ଶସ ଗୁଡ଼ିକୁ ବି ଆମେ ପୁରା ଚାମଚ ସାହାଯ୍ୟରେ କୋରିକି ସେଇ ପାଣିରେ ପକେଇକି ଭଲ ଭାବରେ ଚକଟିକି ମିଶେଇଦେବା। ଦେଖନ୍ତୁ ତାପରେ ସେ ଯୋଉ ବେଲର ସବୁ ମଞ୍ଜି ଥାଏ, ଅଠା ଅଠା ମଞ୍ଜି ଥାଏ, ତାକୁ କିଏ କିଏ ସବୁ ଚକଟି ଦେଇ ସାରିଲା ପରେ ମାନେ ଛଣାରେ ଛାଣି ଦିଅନ୍ତି। କିନ୍ତୁ ଯେହେତୁ ମତେ ସେଇ ପଲ୍ପଟାକ ଦରକାର ଟିକେ ବହଳିଆ, ସେଥିପାଇଁ ମୁଁ ତାକୁ ଛାଣିନି। ଦେଖନ୍ତୁ ତାପରେ ଏବେ ମୁଁ କ'ଣ କରୁଛି, ମୁଁ ଅଳ୍ପ କିଛି ଫଳ ନେଇଛି ଭେରାଇଟି। ଆପଣ ଚାହିଁଲେ ଆହୁରି କିଛି ବି ଆଡ୍ କରିପାରିବେ, ଯୋଉଟାକି ଟିକେ ମିଠା ଫଳ ହେଇଥିବ ସେମିତି। ଦେଖନ୍ତୁ ମୁଁ ସେ ଫଳ ନେଇ ସେଥିରେ ମୁଁ ନେଇଛି ବେଦନା, ସେଉ, ଛେନା, ଆଉ ନଡ଼ିଆ, କଦଳୀ, ଆଉ ଟିକେ ବୁନ୍ଦି ବି ନେଇଛି। ମୁଁ ସେଇ ସବୁ ଜିନିଷକୁ ମୁଁ ବର୍ତ୍ତମାନ ସେଇ ବେଲପଣା ଯୋଉ ବନେଇଛି ଯୋଉ ଇଏରେ ପାତ୍ରରେ ସବୁ ଗୁଡ଼ାକ ଆଡ୍ କରିଦଉଛି। ତାପରେ ତାକୁ ମୁଁ କ'ଣ କରିବି ନା ଧୀରେ ଧୀରେ ତାକୁ ଚକଟିବି। ବେଲ ପଣାଟାକୁ ଯେତେ ଚକଟିବ ଆଉ ଟିକେ ପାଣିଆ ପାଣିଆ ହେଲେ ସେ ପଣାଟା ଭଲ ଲାଗେ। ଆଉ ଆପଣ ତା ସହିତ ଟିକେ କ୍ଷୀର ବି ଦେଇପାରିବେ, ଆଉ ଦହି ବି ଦେଇପାରିବେ। ଖାଲି କ୍ଷୀରରେ ବି ହେଇପାରିବ, ପୁଣି କ୍ଷୀର ଦହି ମିଶେଇକି ବି ହେଇପାରିବ। ଦେଖନ୍ତୁ ସେ ଭଲ ଭାବରେ ତାକୁ କଦଳୀକୁ ଆଉ ସେଇ ସେଉ, ବୁନ୍ଦି ସବୁ ଜିନିଷକୁ ଭଲ ଭାବରେ ହାତରେ ଚକଟିକି ମିଶେଇଦେବେ। ଯଦି ମୋ ଚ୍ୟାନେଲଟି ଆପଣମାନଙ୍କୁ ଭଲ ଲାଗୁଛି ତେବେ ପ୍ଲିଜ୍ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ ମୁଁ ଭଲ ଭାବରେ ମିଶେଇ ଦେଇ ସାରିଲିଣି ତାକୁ। ଏବେ ଆମେ ସେଥିରେ କ'ଣ କରିବା ନା, ଆପଣମାନେ ଯଦି ଚାହିଁବେ ଆପଣ ଏଇ ଯୋଉ ମୁଁ ବୁଟ ଛତୁଆ ପକେଇଛି, ଆପଣ ଚାହିଁଲେ ତାକୁ ପକେଇ ପାରିବେ, ଯଦି ଚାହିଁବେ ବି ସ୍କିପ୍ କରିପାରିବେ। କିନ୍ତୁ ଯଦି ଛତୁଆଟା ଆମର ମୁଁ ଦେଖିଛି ଘରେ ମା ମାନେ ଆମର ପକାନ୍ତି, ତ ସେଇ ହିସାବରେ ମୁଁ ବି ପକେଇ ଦେଇଛି। ଆଉ ଏଇଟା ଟେଷ୍ଟ ବି ତାର ଟିକେ ବଢେଇ ଦିଏ, ବାସ୍ନାଟା ବହୁତ ବଢିଆ ଆସେ ବୁଟ ଛତୁଆର। ମୁଁ ସେଥିପାଇଁ ତାକୁ ପକେଇଛି। ଆପଣ ଚାହିଁଲେ ପକେଇବେ, ନହେଲେ ତାକୁ ସ୍କିପ୍ ବି କରିଦେବେ। ବେଲ ପକେଇ ସାରିଲା ପରେ ଏବେ ଦେଖନ୍ତୁ ସେଥିରେ ମୁଁ କିଛି ଅଧିକା ଆଉ ଟିକେ ଛେନା ଆଡ୍ କରିଦଉଛି। ମତେ ଟିକେ ପତଳା କନସିଷ୍ଟେନ୍ସି ଲାଗିଲା, ସେଥିପାଇଁ ମୁଁ ଟିକେ ଛେନା ଆଡ୍ କରିଦେଲି। ତାପରେ ମିଠା ଆପଣଙ୍କ ଆବଶ୍ୟକ ଅନୁଯାୟୀ ଆପଣ ନେବେ, କାହିଁକିନା ଦେଖନ୍ତୁ ସେଥିରେ ଆମେ ନେଇଛେ କଦଳୀ ବି ମିଠା ଅଛି, ପ୍ଲସ୍ ବୁନ୍ଦି ବି ମିଠା ଅଛି, ସେଥିପାଇଁ ଆପଣ ଚିନିଟାକୁ ଆପଣଙ୍କ ଆକର୍ଡିଙ୍ଗଲି ନେବେ। ତାପରେ ମୁଁ ନେଇଛି ଟିକେ ଗୋଲମରିଚ ଗୁଣ୍ଡ, ଯୋଉଟାକି ଗୋଲମରିଚ ଗୁଣ୍ଡ ଆମର ଡାଇଜେସନ ପାଇଁ ବି ହେଲ୍ପ କରିଥାଏ, କାହିଁକିନା ଏଟା ସବୁ ଗରିଷ୍ଠ ଜିନିଷ ଅଛି। ଆପଣ କୁଟିକି ବି ନେଇପାରିବେ। ମୋ ପାଖରେ ପାଉଡର ଥିଲା, ମୁଁ ଦେଇଦେଇଛି, ଆଡ୍ କରିଦେଇଛି। ତାପରେ ତାକୁ ସବୁ ଜିନିଷକୁ ଭଲ ଭାବରେ ମିଶେଇ ଦେଇକି ପ୍ରସ୍ତୁତ କରିଦେଲି ପଣା। ଆପଣମାନେ ଏଇ ପଣା ବହୁତ ଦେହ ପାଇଁ ବହୁତ ହିତକାରୀ। ସେଥିରେ ମାନେ ଖରାରେ ଯୋଉ ଏତେ ଆମର ଝାଳ ବହିଯାଏ ସବୁ, ସେଥିପାଇଁ ଆମେ ଆମ ଦେହକୁ ଟିକେ ହାଇଡ୍ରେଟ୍ ରଖିବା ପାଇଁ ଆମେ ପଣା ପିଇଥାଉ। ସେଥିପାଇଁ ବୋଧେ ଏଇ ପର୍ବଟା ପାଳନ ହେଇଥାଏ। ଦେଖନ୍ତୁ ମୁଁ ଗ୍ଲାସରେ କିଛି ଟିକେ ଥଣ୍ଡା ସର୍ଭ କରିବା ପାଇଁ ଆଇସ୍ ନେଇଗଲି। ଆଇସ୍ ତା ଉପରେ ମୁଁ ଢାଳିଦେଲି, ଯୋଉ ପଣା ବନେଇଥିଲି ସେଇ ପଣାକୁ ମୁଁ ଦେଇଦେଇଛି। ଆପଣ ବି ଯେମିତି ଆଇସ୍ ଚାହିଁଲେ ଦେଇପାରିବେ। ତାପରେ ତାକୁ ଟିକେ ଡେକୋରେଟିଭ କରିବା ପାଇଁ ଟିକେ ନଡ଼ିଆ କୋରା ଉପରେ ଦେଇଦେଇଛି, ଆପଣ ବି ଦେଇପାରିବେ। ଆଉ ଟିକେ ସ୍ଲାଇଟ୍ ବୁନ୍ଦି ଦେଇଦେଇଛି, ଆଉ ଟିକେ ବେଦନା। ଦେଖନ୍ତୁ ବେଦନା, ଆଉ ଗୋଟେ ଜିନିଷ ଚେରି ଆପଣ ଯଦି ଦେବେ ଆହୁରି ସୁନ୍ଦର ଲାଗିବ ଦେଖିବା ପାଇଁ, କିନ୍ତୁ ସମସ୍ତେ ଚେରି ଖାଆନ୍ତିନି ଆମ ଘରେ ବୋଲି ମୁଁ ସେଟାକୁ ଦେଇନି। ଆପଣ ଚାହିଁଲେ ଚେରି ଦେଇଦେବେ, ଆହୁରି ସୁନ୍ଦର ଲାଗିବ। ରହିଲି, ଜୟ ଜଗନ୍ନାଥ।